ସମସ୍ତେ ଚାହାନ୍ତି କି ଖରା ଦିନରେ ସମସ୍ତେ କେମିତି ସୁସ୍ଥ ରହିବେ, ଏସି ଥଣ୍ଡା ପବନରେ ରହିବା ସହିତ ଥଣ୍ଡା ପାଣି ବି ଫ୍ରିଜ୍ରୁ ପିଇବେ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିରୁ ଆସନ୍ତି, ତ ସେମାନେ ସବୁବେଳେ ଫ୍ରିଜ୍ କିଣିବା କି ଏସି କିଣିବାର ସୁଯୋଗ ପାଇନଥାନ୍ତି ବା ସେମାନଙ୍କ ପାଖରେ ପଇସା ନଥାଏ। ତ ଆଉ ଗୋଟେ ଜିନିଷ ବି, ଯଦି ବି ସମସ୍ତଙ୍କର ଫ୍ରିଜ୍ ଅଛି ଆଉ ଫ୍ରିଜ୍ ପାଣିଟା ଆମ ଦେହ ପାଇଁ କେତେ କ୍ଷତିକାରକ ସେଇଟା ତ ଆପଣମାନେ ବିଭିନ୍ନ କଥାରୁ ଜାଣୁଥିବେ, ଶୁଣୁଥିବେ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବଢ଼ିଆ ଟିପ୍ସ କହିବି, ଯେଉଁଟାକି ଆଗ କାଳରେ ଲୋକମାନେ ୟୁଜ୍ କରନ୍ତି, କିନ୍ତୁ ଆମେ ଟିକେ ନୂଆ ଟିପ୍ସ ଦେଇକିନା ତାକୁ ଆଜି ୟୁଜ୍ କରିବା। ମାଠିଆଟାକୁ ଏମିତି ୱେରେ ମୁଁ ଆଜି ୟୁଜ୍ କରି ଆପଣମାନଙ୍କୁ ଶିଖେଇବି, ଯାହାଦ୍ୱାରା କି ଆପଣମାନେ ଫ୍ରିଜ୍ ପାଣି ପିଇବା ଭୁଲିଯିବେ ଆଉ ସବୁବେଳେ ମାଠିଆ ପାଣିକୁ ହିଁ ପିଇବେ। ତ ଥରେ ଭିଡ଼ିଓକୁ ଦେଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଗୋଟେ ସୁନ୍ଦର ସା ଟିପ୍ସ ଭିଡ଼ିଓକୁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଆଉ ଖୁସିରେ ଥିବେ। ତ ସମସ୍ତଙ୍କ ଘରେ ତ ଫ୍ରିଜ୍ ଅଛି। ଆଜିକାଲି ତ ମାଠିଆ କମ୍ ମିଳିବା ବଦଳରେ ଏଇ ଟାଇପ୍ର ସବୁ ଫିଲ୍ଟର ଟାଇପ୍ର ମାଠିଆ ମିଳୁଛି। କିନ୍ତୁ କିଛି କଥା ନାହିଁ, ଆପଣମାନେ ଯଦି ୟାକୁ ବି କିଣିପାରୁନାହାନ୍ତି ତାହେଲେ ଛୋଟ ମାଠିଆ ନେଇ ଆସନ୍ତୁ, ଯେଉଁଟାକି 20 ଟଙ୍କା ଆପଣମାନଙ୍କୁ ପଡ଼ିଯିବ। ଆଉ ମୁଁ ଯେଉଁ ୱେରେ ତାକୁ କ୍ଲିନ୍ କରିକିନା ସଫା କରିକିନା ପାଣି ରଖୁଛି, ସେଇ ୱେରେ ଯଦି ରଖିବେ ତାହେଲେ ଆପଣମାନଙ୍କର ପାଣିଟା ଗ୍ୟାରେଣ୍ଟି 100% ପୁରା ଫ୍ରିଜ୍ରୁ ଥଣ୍ଡା ହେବ। ତ ଚାଲନ୍ତୁ ମୁଁ କେମିତି କ'ଣ କ୍ଲିନ୍ କରି ତାକୁ କରୁଛି ସେଇଟା ଆପଣମାନଙ୍କୁ ଏବେ ଦେଖାଉଛି। ତ ଦେଖନ୍ତୁ, ଏଠି ଗୋଟେ ମୁଁ ମାଠିଆ ନୂଆଟା ନେଇ ଆସିଛି। ତ ଟିକେ ମାଠିଆଟା ରହିଯାଇଥିଲା ବୋଲି ଏଇ ଟାଇପ୍ର ଦେଖାଯାଉଛି, କିନ୍ତୁ କିଛି ବି ପ୍ରୋବ୍ଲେମ୍ ନାହିଁ, ଯେହେତୁ ମାଠିଆର ଅଛି, ସେମିତି କିଛି ନଷ୍ଟ ହେଇନି। ତ ଦେଖନ୍ତୁ, ଏଇଟାକୁ ମୁଁ ନେଇଯାଇଛି। ଆକୁ ଫାଷ୍ଟ ଆମେ କ'ଣ କରିବା ନା କ୍ଲିନ୍ କରିବା। ଯେହେତୁ ଏଇଟା ଧୂଳି ଫୁଳିରେ ବାହାରେ ଆମର ରହିଥିବ ଦୋକାନରେ କି ବିଭିନ୍ନ ପ୍ରକାର ହାତ ବାଜିଥିବ, ତ ସେଥିପାଇଁ ଆମେ ପ୍ରଥମେ ୱାଶ୍ କରିନେବା। କିନ୍ତୁ ୱାଶ୍ କରିବାର ବି ଟେକ୍ନିକ୍ ଅଛି। ଆପଣମାନେ ଯେତେବେଳେ ବି ମାଠିଆଟାକୁ କ୍ଲିନ୍ କରୁଛନ୍ତି ତା ଭିତରେ ଜମା ବି ହାତ ଭର୍ତ୍ତି କରନ୍ତୁ ନାହିଁ। ତ ପ୍ରଥମେ ବାହାରଟାକୁ ହାତ ମାରିକି ଧୋଇ ନିଅନ୍ତୁ, ଭିତରଟାକୁ ଜମା ବି ହାତ ମାରନ୍ତୁନି। ପୁରା ଫୁଲ୍ ପାଣି ଏଟାରେ କରିନିଅନ୍ତୁ। ତ କରି ନେଇକିନା ଆପଣମାନେ ଆକୁ ଘୋଡ଼େଇକି ପୁରା ଗୋଟେ ରାତି ରଖିନିଅନ୍ତୁ। ତାପରେ ଏଇଟା କାହିଁକି ରାତି ରଖୁଛନ୍ତି ମୁଁ ସେଇଟା ଆପଣମାନଙ୍କୁ ଆଗକୁ କହିବି। ତା ପୂର୍ବରୁ ଲେଖି ରଖନ୍ତୁ ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିଛି ନା ନାହିଁ, ଏଇଟା କେଉଁଠୁ ୱାଚ୍ କରୁଛନ୍ତି ଆଉ ଦୁନିଆର ଏଇଟା କେଉଁ କୋଣରେ ପହଞ୍ଚିପାରିଛି, ଯାହାଫଳରେ ମୁଁ ଜାଣିପାରିବି ଯେ ଆକ୍ଚୁଆଲି ଏଇଟା କେଉଁଠି ମୋ ଭିଡ଼ିଓଟା ପହଞ୍ଚି ପାରିଛି। ତ ଦେଖନ୍ତୁ, ଏଇଟା ପୁରା ଫୁଲ୍ ମୁଁ କରିନେଲି। ଏହା ଫଳରେ କ'ଣ ହେବ ନା, ଯେତେ ବି ଛୋଟ ଛୋଟ ସବୁ ହୋଲ୍ ଥିବ, ଆମେ ଯେହେତୁ ତା ଭିତରେ ହାତ ମାରିଲେ, କାହିଁକିନା ହାତ ମାରିଲେ ଯେତେ ବି ଛୋଟ ଛୋଟ ହୋଲ୍ ଥିବ ସେ ସବୁଗୁଡ଼ାକ ବନ୍ଦ ହେଇଯିବ, ଯାହାଫଳରେ କି ଆମ ମାଠିଆଟା ଠିକ୍ସେ ଥଣ୍ଡା ହେଇନଥାଏ। ତ ସେଥିପାଇଁ ଆପଣମାନେ ଗୋଟେ ରାତି ତାକୁ ଫୁଲ୍ କରିକି ରଖିଦିଅନ୍ତୁ। ତ ଦେଖନ୍ତୁ, ମୁଁ ଗୋଟେ ରାତି ପୁରା ଫୁଲ୍ କରିକି ରଖିଦେଇଥିଲି, ଯାହାଫଳରେ କି ପାଣି ପୁରା କମିଯାଇଛି। ଏଥିରୁ ହାଫ୍ ଗ୍ଲାସ୍ ଖଣ୍ଡେ ପାଣି କମିଯାଇଛି, ଯେଉଁ ହୋଲ୍ ଗୁଡ଼ାକ ଥିଲା ସେଗୁଡ଼ା ସବୁ ସୋକ୍ କରିନେଇଛି। ତାପରେ এই ପାଣିଟାକୁ ଆପଣମାନେ ବାହାରେ ଢାଳି ଦେବେ, ଢାଳି ପାରିବେ, ନଚେତ ଆପଣମାନେ ଗଛରେ ବି ତାକୁ ଦେଇପାରିବେ। ତ ମୁଁ ଏଠି ବାହାରେ ତାକୁ ଢାଳି ନେଉଛି। ଆଉ ଏବେ ତାକୁ ଆପଣମାନେ କ'ଣ କରିବେ ନା, ଆଉ ଗୋଟେ ଜିନିଷ ଏଥିରେ ଆମେ ଆଡ଼୍ କରିକି ରଖିବା, ଯେଉଁଟାକି ଆପଣମାନେ ଥମ୍ବନେଲ୍ରେ ଦେଖିପାରୁଥିବେ। ଆକ୍ଚୁଆଲି ସେଇ ଜିନିଷଟା ହ୍ୱାଇଟ୍ରେ, ସେଇଟା କ'ଣ ମୁଁ ହାତରେ ଧରିଛି, ତ ସେଇଟା ହେଉଛି ଲୁଣ। ତ ଗୋଟେ ମାଠିଆରେ ଆମେ ଯେତେବେଳେ ପାଣି ରଖିଥାଉ ସେଇଟା ଆମକୁ ପିଇବା ପାଇଁ ଜମା ବି ଭଲ ଲାଗିନଥାଏ, ମାଟିର ସ୍ମେଲ୍ ଆସିଥାଏ, ନଚେତ ସେଇଟା ଖାରିଆ ଲାଗିଥାଏ, ପାଟିକି ଜମା ବି ଭଲ ଲାଗିନଥାଏ। ତ ସେଥିପାଇଁ ଆପଣମାନେ ଗୋଟେ ଚାମଚ ଲୁଣ, ଏମିତି ଗୋଟେ ମାଠିଆରେ ମୁଁ ହାଫ୍ ମାଠିଆ ଖଣ୍ଡେ ପାଣି ନେଇଯାଉ, ସେଥିରେ ଗୋଟେ ଚାମଚ ପୁରା ଫୁଲ୍ ଲୁଣ ନେଲେ ଆପଣମାନେ ଦେଖିପାରୁଥିବେ। ଆଉ ବାହାର ପଟରେ ବି ଆପଣମାନେ ଧୋଇ ସାରିଲା ପରେ ଲୁଣକୁ ଏମିତି ଲଗେଇକି 2-3 ଘଣ୍ଟା ରଖିନେବେ। ଭିତରେ ଆପଣମାନେ ଲୁଣ ପାଣି ଦେବେ, ଆଉ ବାହାରେ କେବଳ ଲୁଣକୁ ଲଗେଇକିନା 2-3 ଘଣ୍ଟା ରଖିଦେବେ। ଏହାଦ୍ୱାରା କ'ଣ ହେବ ନା, ଭିତର ପାଣିଟା ତ ମିଠା ଲାଗିବା ସହିତ ବାହାରେ ଆପଣମାନଙ୍କର ଯେତେ ବି ସବୁ ଛୋଟ ଛୋଟ ହୋଲ୍ ଅଛି, ତ ସେଗୁଡ଼ାକ ମାନେ ଖୋଲିଯିବ, ଆଉ ଯାହାଫଳରେ କି ଆପଣମାନଙ୍କର ମାଠିଆଟା ଭଲସେ ଥଣ୍ଡା ହେବ, ଯାହାଫଳରେ ଏୟାର ଗୁଡ଼ାକ ପାସ୍ କରିବେ ଆଉ ଆପଣମାନଙ୍କ ମାଠିଆଟା ପାଣିଟା ବହୁତ ଥଣ୍ଡା ହେବ। ତ ଆପଣମାନେ ଯେତେବେଳେ ବି ପାଣି ରଖିବା ପାଇଁ ମାଠିଆ ଆଣୁଛନ୍ତି, ମୋ ଭିଡ଼ିଓ ଦେଖିକିନା ଫ୍ରିଜ୍ ପାଣିଟା ଜମା ବି ଦେହ ପାଇଁ ଭଲ ନୁହେଁ, ସେଇଟା ଜମା ବି ପିଅନ୍ତୁନି। ଆଉ ସମସ୍ତଙ୍କ ପାଖରେ ଫ୍ରିଜ୍ ନଥାଏ। ତ ଦେଖନ୍ତୁ, ଏବେ ଆମ ମାଠିଆଟି ଆମେ ହାତ ମାରିକି ଭିତର ଧୋଇ ପାରିଛେ, କାହିଁକିନା ସବୁ କ୍ଲିନ୍ ହେଇଯାଇଛି, ଆଉ କିଛି ବି ବନ୍ଦ ହେବାର ନାହିଁ। ଯେତେ ଛୋଟ ଛୋଟ ହୋଲ୍ ଥାଉ, ତ ଆକୁ କେମିତି ଆହୁରି ଅଧିକ ଥଣ୍ଡା ରଖିବେ, ପୁରା ଫ୍ରିଜ୍ର ବରଫ ପାଣି ଭଳି। ତ ଚାଲନ୍ତୁ, ବହୁତ ଲୋକ ତ ବାଲିରେ ରଖୁଥିବେ ମାଠିଆଟାକୁ, ତ ଆମ ଘରେ ଛୋଟବେଳେ ମୁଁ ଦେଖିଛି ବାଲିରେ ରଖନ୍ତି ଜେଜେମା ଆଉ ଆଈମାନେ। କିନ୍ତୁ ଏଇ ୱେରେ ଆପଣମାନେ ଥରେ ରଖନ୍ତୁ, ମାଟି ଟିକେ ନେଇ ଆସନ୍ତୁ। ଆପଣମାନେ ଯଦି ବଜାର ସହରରେ ରହୁଛନ୍ତି ତାହେଲେ ଗଛ ମୂଳରୁ ଟିକେ ମାଟି ନେଇ ଆସନ୍ତୁ। ଗୋଟେ ଛୋଟ ମାଟି ପାତ୍ରରେ ଆପଣମାନେ ମାଟି ଦେଇକି ମାଠିଆ ରଖିପାରିବେ। ଏଇଟା ଗୋଟେ ମୋର ସିଲଭରର ଥିଲା, ନହେଲେ ଛୋଟ ଯେଉଁ ମାଟି କୁଣ୍ଡ ଆସୁଛି ଗଛ ଲଗାଇବା ପାଇଁ, ତ ସେଥିରେ ବି ମାଟି ଦେଇକି ଆପଣମାନେ ରଖିପାରିବେ। ସେଥିରେ ଆପଣମାନେ ପାଣି ଦେଇଦେବେ, ତାପରେ ମାଠିଆଟାକୁ ରଖିବେ। ଆପଣମାନେ ବିଲିଭ୍ କରିବେନି, 2-4 ଘଣ୍ଟାରେ ଆପଣମାନଙ୍କର ମାଠିଆର ପାଣି ଏତେ ଥଣ୍ଡା ହେବ ଯେ ଆପଣମାନେ ଫ୍ରିଜ୍କୁ ଆଉ ଯାଇକି ପାଣି ଆଣିବା ପାଇଁ ଭାବିବେନି, କି ଘରକୁ ଫ୍ରିଜ୍ ଆଣିବା ପାଇଁ ବି ଭାବିବେନି। ତ ଦେଖନ୍ତୁ, ଏବେ ମୁଁ ପାଣି ଏଥିରେ ଆକ୍ୱାଗାର୍ଡ଼ ପାଣି ଏଥିରେ ଭର୍ତ୍ତି କରିଦେଉଛି। ଆପଣମାନେ ଯେକୌଣସି ପାଣି ପିଉଛନ୍ତି, ତ ତାକୁ ମାଠିଆକୁ ଏଇ ଟାଇପ୍ର ଧୋଇ ସାରିଲା ପରେ, ଲୁଣ ଲଗେଇକି ରଖି ସାରିଲା ପରେ ଆପଣମାନେ ମାଠିଆଟାକୁ ପାଣିରେ ଭର୍ତ୍ତି କରିନିଅନ୍ତୁ। ଆଉ ତାପରେ ଆପଣମାନେ ଯେତେବେଳେ 2-4 ଘଣ୍ଟା ରଖି ସାରିଲା ପରେ ପାଣିଟାକୁ ୟୁଜ୍ କରିବେ, ଦେଖିବେ ପାଣିଟା ଆପଣମାନଙ୍କର କେତେ ଚିଲ୍ ରହୁଛି। ଆଉ ଏଇଟା ଆପଣମାନଙ୍କର ଦେହ ପାଇଁ ବି ଭଲ, କାହିଁକିନା ଆଗକାଳର ଲୋକମାନେ ବହୁତ ସୁସ୍ଥ ରହୁଥିଲେ, କାହିଁକିନା ସେମାନେ ଯେତେବେଳେ ଏଇ ଟାଇପ୍ର ଜିନିଷ ଖିଆପିଆ କରୁଥିଲେ। କିନ୍ତୁ ଆମେମାନେ ତ ଏବେ ସବୁବେଳେ ଏସିରେ ରହୁଛେ ଆଉ ଫ୍ରିଜ୍ର ପାଣି ବି ପିଉଛେ, ଯାହାଫଳରେ କି ଆପଣମାନଙ୍କ
आपणकर देह खराब हो आपने जानीपारना। तो देखो ये मुझे 2-4 घंटा या रखी नौची आहरी भी यार बहुत सारा टेक्निक अच्छी आपने जब आहरी सहज उपाय जानापी चाहूँगी ताल मत कमेंट सेक्शन में लिखिक जन दिंतु। तो चलते ए ग्लास को काढ़ी ना देखिए एक्चुअली आमर पानीटा ठंडा है ना नहीं आपण मैंने ग्लास को देखिले ही जानीपारे मोर एक्चुअली काढ़ापी पानी किसी एमती सुविधा ना बोली मुझे डायरेक्ट एमती गड़ेकी काढ़ुची कि जल्दी फिल्टर वाला आपने आणुचे से भल बेनिफिट आपको दब कहीं आपने टैप तो फिल्टर वाला आसूची तो टिकेटा पैसा आपको पड़ो कि जदि आपते भी पैसा नहीं आपने छोट माठिया को किणिकी यूज करेंगे। तो देखो पानीटा आमर केते बढ़िया से ठंडा है आपने ग्लास बाहर पट को देखिकी जानीपारे कहीं चिल होना बांफ माने जो टाइप बुली जाए तो सही टाइप बुली जाइए। तो आशा करछि आज वीडियो टिप्सटा आपण मानक बहुत भल बेनिफिट दब कहीं समस्ते सब फ्रिज किनि पारिबेनी। तो आपको आपण माने जदि एई यूज करेंगे माठियाटा को ताहले आपण माने बहुत भल बेनिफिट पाई परिबे। तो देखंतु केते सुंदर भाव में पानीटा हमर पूरा ठंडा हो जाइए आउ आपण मानक फ्रिज रे जमा भी रखा पड़ोनी मैं आपण मानक गारंटी दूची। तो आपण माने एइटारे रखंतु कि फिल्टर रखंतु जोटा आपण मानक सुविधा हम सहीटार आपण माने रखिकिना पानीटा को आराम से पी पारिबे। तो आउ को प्रकार प्रॉब्लम आपण माने खरा दिन रे फेस करूचंती आउ को जिनसटा बिना रेफ्रिजरेटर रे आपण माने स्टोर करने चाहते से मत लिखी दिंतु कमेंट सेक्शन में जहाँफल मुझे तार सल्यूशन आने चेष्टा करी। तो वीडियोटी केमती कौन लगे मत कमेंट सेक्शन में निहाती भाव में लिखिए जदि मो वीडियोटा बेसी भल लगी आपंकर काम देती तो मो चैनल को सब्सक्राइब करके पाखे बेल बटन को क्लिक करनी। वीडियोटी फास्ट जाए देखी आपण बहुत बहुत धन्यवाद।